ଯଦି ରାତିରେ କାହା କଥା ବାରମ୍ବାର ମନେ ପଡ଼େ ତେବେ ବୁଝିଯାଅ କି ତମେ ତାକୁ ସତରେ ଭଲ ପାଅ ବୋଲି। କିଛି ଲୋକ ତ ଏତେ କମଜୋର ହୋଇଥାନ୍ତି କି ଯେତେବେଳେ ରାଗ ଆସିବା କଥା ସିଏ କାନ୍ଦି ପକେଇଥାନ୍ତି। ବୟସରେ ଛୋଟ ହେଉଥାଉ କି ବଡ଼, ବାସ୍ତବରେ ସିଏ ବଡ଼ ହୋଇଥାଏ ଯାହାର ହୃଦୟ ସମସ୍ତଙ୍କ ପାଇଁ ସମାନ ପ୍ରେମ ଆଉ ସମ୍ମାନ ଦେଇଥାଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତରେ ଇଜ୍ଜତ କେବଳ ଆବଶ୍ୟକତାରେ ହିଁ ହୋଇଥାଏ। ଆବଶ୍ୟକତା ଶେଷ ତେବେ ଇଜ୍ଜତ ବି ଶେଷ ହୋଇଯାଏ। ସ୍ୱପ୍ନ ଦେଖିବାଟା ଭୁଲ ନୁହେଁ, କିନ୍ତୁ ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ନିଶ୍ଚୟ ଭୁଲ ହୋଇଥାଏ। ତେଣୁ ନିଜ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଟା କରନ୍ତୁ ଓ ପରିଶ୍ରମ କରି ଆଗକୁ ବଢ଼ିଯାଆନ୍ତୁ। ବେଳେବେଳେ କେହି ନିଜ ଲୋକ ହିଁ ଜଣେଇ ଦିଅନ୍ତି କି କେହି ନିଜର ନୁହନ୍ତି ବୋଲି। ଏ ଦୁନିଆରେ ସମସ୍ତେ ପର ହୋଇଥାନ୍ତି, ନିଜର ହୋଇବାର ଅଭିନୟ କରିଥାନ୍ତି। ଯଦି ଆପଣ ପ୍ରଥମ ଥର ଚେଷ୍ଟା କରି ବିଫଳ ହୋଇଛନ୍ତି ତେବେ ମଣିଷ ପାଇଁ ଏହା ଗୋଟିଏ ବଡ଼ କଥା। ଆପଣ ସେହି ମହାନ ବ୍ୟକ୍ତିଙ୍କ ସମାନ, କାରଣ ଇତିହାସ ରଚିଥିବା ପ୍ରତ୍ୟେକଟି ମହାନ ଆଦର୍ଶମାନେ ପ୍ରଥମ ଥର ବିଫଳ ହୋଇଥିଲେ। ଏବେ ଯଦି ଆପଣ ତାଙ୍କ ଭଳି ହେବାକୁ ଚାହୁଁଛନ୍ତି ତେବେ ଚେଷ୍ଟା କରିବା ନ ଛାଡ଼ି ବାରମ୍ବାର ଜିତିବାକୁ ଚେଷ୍ଟା କର। ପୁଣି ଥରେ ଯଦି ହାରିଯାଅ ତେବେ ପୁନର୍ବାର ଜିତିବାକୁ ଚେଷ୍ଟା କରନ୍ତୁ। ବାରମ୍ବାର ହାରିବା ଦ୍ୱାରା ମଧ୍ୟ ଆପଣ ଅନେକ ଅଭିଜ୍ଞତା ହାସଲ କରିପାରିବେ ଯାହା ଭବିଷ୍ୟତରେ ଆଉ କେବେ ହାରିବାକୁ ଦେବ ନାହିଁ। ଗଛରୁ ପଡ଼ୁଥିବା ପତ୍ରକୁ ଦେଖି ଏତିକି ତ ନିଶ୍ଚୟ ବୁଝି ହୋଇଯାଏ, ବୋଝ ପରି ଲାଗିଲେ ନିଜ ଲୋକ ବି ତଳକୁ ପକାଇ ଦିଅନ୍ତି। ଗୋଟିଏ ଇଚ୍ଛା ଥିଲା ତୁମ ସହ ଜୀବନ ବିତେଇବାର, ନହେଲେ ଭଲ ପାଇବା ନା କାହା ସହ ବି ହୋଇପାରିଥାନ୍ତା। କେବଳ ହାତ ଧରି ଭଲ ପାଇଲେ ହୋଇଯାଏନି, ଏମିତି ସାରା ଜୀବନ ପାଖାପାଖି ରହିବା, କଥା ଦେବାକୁ ଭଲ ପାଇବା କୁହାଯାଏ। ଯଦି ରାତିରେ କାହା କଥା ବାରମ୍ବାର ମନେ ପଡ଼େ ତେବେ ବୁଝିଯାଅ କି ତମେ ସତରେ ତାଙ୍କୁ ଭଲ ପାଇ ବସିଛ ଓ ସିଏ ତମର ଜୀବନ ହୋଇସାରିଛନ୍ତି। ତୁମେ ଜାଣତରେ ବା ଅଜାଣତରେ ସିଏ ତମ ଦୁର୍ବଳତା ହୋଇସାରିଲେଣି। ଆଉ ଏପରି ଏକ ଦୁର୍ବଳତା ନା ରାତିରେ ଶୋଇବାକୁ ଦେବ ନା ଦିନରେ ଆଉ କିଛି କାମ କରିବାକୁ ଦେବ। ତ ତେବେ ବୁଝିଯାଅ ଆପଣଙ୍କ ଭଲ ପାଇବା ସଚ୍ଚା ଅଛି। ଯଦି କାହା କଥା ରାତିରେ ମନେ ପଡ଼େ ନା, ସିଏ ହିଁ ପ୍ରକୃତ ପ୍ରେମ ବୋଲି କୁହାଯାଏ। ବିଶ୍ୱାସ ଥାଏ ତ ଚୁପ୍ ଥିଲେ ବି ବୁଝି ହୋଇଯାଏ, ଆଉ ବିଶ୍ୱାସ ନଥିଲେ ପ୍ରତ୍ୟେକ ଶବ୍ଦକୁ ଭୁଲ ବୁଝାଯାଏ। ଜରୁରୀ ନୁହେଁ ସବୁ ଉପହାର ଜିନିଷ ହିଁ ହୋଇଥାଏ। ପ୍ରେମ ଆଉ ସମ୍ମାନ ବି ବହୁତ ଭଲ ଉପହାର ହୋଇଥାଏ। ପ୍ରେମ ଏମିତି ହୋଇଥାଏ ଭାବିଚିନ୍ତି କରାଯାଇନଥାଏ, କିନ୍ତୁ ହୃଦୟ ଏମିତି ଭାଙ୍ଗି ନଥାଏ। କିଛି ପ୍ରତିଶ୍ରୁତି, କିଛି ଆଶା ଦେଇ ହୃଦୟକୁ ଭଙ୍ଗା ଯାଇଥାଏ। ସଚ୍ଚା ହୃଦୟରୁ ଚାହୁଁଥିବା ମଣିଷଙ୍କ ପ୍ରେମ ଅଧା ରହିଯାଏ, ନହେଲେ ମିଛ ପ୍ରେମ କରୁଥିବା ମଣିଷ ତ ପ୍ରେମକୁ ପାଇକି ବି ଖୁସି ନଥାଏ। ସ୍ୱାର୍ଥ ପାଇଁ ଗଢ଼ା ହୋଇଥିବା ସମ୍ପର୍କ ବେଶୀ ଦିନ ଯାଏ ଚାଲିନଥାଏ। ଯେତେ ଜଲ୍ଦି ଯୋଡ଼ି ହୋଇଥାଏ ସେତେ ଜଲ୍ଦି ଛିଡ଼ି ମଧ୍ୟ ଯାଇଥାଏ। ସେହି ସମ୍ପର୍କ ବହୁତ ମଜବୁତ ହୋଇଥାଏ ଯାହାକୁ ହରେଇବାର ଡର ଭୟ ଉଭୟ ପଟୁ ରହିଥାଏ। ପିଆଜକୁ ଆପଣ ଯେମିତି କାଟିଲେ ମଧ୍ୟ ସେ ଆଖିକୁ ଲୁହ ଦେଇଥାଏ, ସେହିପରି କିଛି ଲୋକ ଏମିତି ଅଛନ୍ତି ଯେତେ ନିଜର କଲେ ମଧ୍ୟ ସିଏ ପର ହୋଇଯାଇଥାଏ ଓ ନିନ୍ଦା କରୁଥିବା ଲୋକଙ୍କୁ କେବେ ସାହାଯ୍ୟ କଲେ ବି ସେ ନିନ୍ଦା ହିଁ କରିଥାଏ। ଏହି ସଂସାରର ନିୟମ, ଯିଏ ଯେତେ ଅଧିକ ଶିଖିଥାଉ ସିଏ ଅଧିକ ସେତେ ଜିତିଯିବ। ଅନେକ ଅଭିଜ୍ଞତା ନାହିଁ, କିନ୍ତୁ ଏତିକି ତ କହିପାରିବି ଅତୀତର ଗୋଟିଏ ପୃଷ୍ଠା ଯଥେଷ୍ଟ ହୋଇଥାଏ ଏ ଆଖିକୁ ଉଦା କରିଦେବା ପାଇଁ। ତ ଦର୍ଶକ ବନ୍ଧୁ, ଆମ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରିବା ସହିତ ଆମ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ ନିହାତି କରନ୍ତୁ। ଓ ଏ ଲାଷ୍ଟ ମେସେଜଟି କେବଳ ଆମ ଝିଅମାନଙ୍କ ପାଇଁ। ଦେଖନ୍ତୁ ଝିଅମାନେ, ଆପଣଙ୍କର ଯେଉଁମାନେ ବି ଯେତେ ନିଜର ପ୍ରେମିକା ହୁଅନ୍ତୁ କିମ୍ବା ପୁଅ ସାଙ୍ଗ ହୁଅନ୍ତୁ, ଆପଣଙ୍କୁ କେହି ବି ନିରୋଳାକୁ ଡାକିଲେ ଯାଆନ୍ତୁ ନାହିଁ, କାରଣ ଆଜିକାଲି ଯୁଗ ସମୟ ଠିକ୍ ଚାଲି ନାହିଁ। କାରଣ ଇଜ୍ଜତ କମେଇବା ପାଇଁ ଯୁଗ ଯୁଗ ଲାଗିଯାଏ, କିନ୍ତୁ ଇଜ୍ଜତ ଗୋଟେ ଥରେ ଯିବା ପାଇଁ ଗୋଟେ ସେକେଣ୍ଡ ଲାଗିନଥାଏ। ଆଜିକାଲି ତ ଭାଇରାଲ ଯୁଗ, ଆପଣ ଯାହା ବି କିଛି କରିବେ ଭାଇରାଲ ହେଇଯାଉଛି। ସେଥିପାଇଁ ଝିଅମାନେ ଦେଖିଚାହିଁ ଯୁଆଡ଼େ ବି ଯାଉଛନ୍ତି ଦେଖିଚାହିଁ ଯାଆନ୍ତୁ। ନିଜ ଇଜ୍ଜତ ନିଜ ହାତରେ। ତେଣୁକରି ଆପଣମାନେ ଗୋଟେ ଥର ଭୁଲ କରିବା ପୂର୍ବରୁ 10 ଥର ଭାବିଚିନ୍ତି ଭୁଲ କରନ୍ତୁ। ତମ ପାଇଁ ତମ ପରିବାର ଲୋକଙ୍କ ବି ବେଜିତ ହେବେ। ସେଥିପାଇଁ ଝିଅ ପିଲାମାନେ ମୋର ଅନୁରୋଧ, କୁଆଡ଼େ ବି କେଉଁ ପୁଅ ସାଙ୍ଗ ସହିତ ଏକୁଟିଆ କୁଆଡ଼େ ବି ଯାଆନ୍ତୁନି ଦୟାକରି। କାରଣ ଯୁଗ ସମୟ ଠିକ୍ ନାହିଁ। ଆଜି ସିଏ ତମ ଆଗରେ ମିଠା ମିଠା କଥା କହିବେ, କାଲି ତମ ପିଠି ପଛଆଡ଼େ ଅନେକ କିଛି କ୍ଷତି କରିପାରିବେ। ସେଥିପାଇଁ ଝିଅମାନେ ଦୟାକରି এই ମେସେଜଟିକୁ ସମସ୍ତଙ୍କୁ ସେୟାର କରନ୍ତୁ ଓ କୁଆଡ଼େ ନ ଯିବା ପାଇଁ ମୋର ଅନୁରୋଧ ପୁଣି ଥରେ ରହିଲା। ଭିଡ଼ିଓଟି କେମିତି ଲାଗିଲା
कमेंट बॉक्स रे निहाती जणाइबे। आ वीडियोटी भल लगी आम चैनल को सब्सक्राइब निहाती करंतु एमिति नुआ नुआ मोटिवेशनल वीडियो देखिया पई। रहुचु नमस्कार। जय जगन्नाथ जय गुरु। पुणी देखा काली गोटे नुआ शायरी।